ଟିକେ ପରିଚୟ। ମୁଁ ସଞ୍ଜୟ କୁମାର ରାଉତରେ ବ୍ରାହ୍ମଣବାଟି ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା କଣ୍ଟାପଡ଼ା ବ୍ଲକ ସରପଞ୍ଚଙ୍କର ସଭାପତି। ଆପଣ ଗୋଟେ ଅଭିଯାନ ଆରମ୍ଭ କରୁଛନ୍ତି ଜନ୍ମଦିନରେ ଗଛଟିଏ, କ'ଣ କହିବେ? କେମିତି ଏ ପ୍ରୋଗ୍ରାମ ସବୁ ହେଉଛି ଆଉ ସହଯୋଗ କେମିତି ହେଉଛି କହିବେ? ଦେଖନ୍ତୁ, ଆମର ଗୋପବନ୍ଧୁ ବିଦ୍ୟାମନ୍ଦିର ପୁରାତନ ଛାତ୍ର ସଂସଦ ଯୋଉ ସ୍କୁଲର ମୁଁ ଛାତ୍ର ଥିଲି, ସେଠି ଆମେ ଚିନ୍ତା କଲୁ, ଗୋଟେ ଅଭିନବ ଉପାୟ ଚିନ୍ତା କଲୁ, ଯଦି ଆମେ ଜନ୍ମଦିନ ପାଇଁ ଗୋଟେ ଗଛଟେ ଲଗାଇବା, ମାନେ ପ୍ରାୟ 10 ବର୍ଷ ଧରି ଆମେ ସେଇ କାର୍ଯ୍ୟକ୍ରମ ଯାଉଛୁ। ଜନ୍ମଦିନ ପାଇଁ ଯଦି ଗଛଟେ ଲଗାଇବା, ତାହେଲେ ପ୍ରାୟ ପାଖାପାଖି 150 କୋଟି ଲୋକ, ତେଣୁକରି ଭାରତ ବର୍ଷରେ ଯଦି କିଏ ଇନ୍ସପାୟାର ହେବେ ଆମ ଦ୍ୱାରା ଏବଂ ସମସ୍ତେ ଜନ୍ମଦିନ ଗଛ ଲଗାଇବେ, ନିଶ୍ଚିତ ଭାବରେ ଗୋଟେ ବର୍ଷରେ 150 କୋଟି ଗଛ ଲଗାଇ ହେବ। ଏବଂ ଆମେ ପ୍ରାୟ ବର୍ତ୍ତମାନ ଗଛ ତ ଏମିତି ଚିରାଚରିତ ଶୈଳୀରେ ଲଗାଉଛନ୍ତି ସବୁ। ଆମେ ଆପଣ ଜାଣିଥିବେ, ଗୋଟେ ଅଶ୍ୱସ୍ଥ ଗଛ, ଭଗବାନ କୃଷ୍ଣ ଗୀତାରେ କହିଛନ୍ତି, ଆଇ ଏମ୍ ଦ ପିପଲ୍ ଆମଙ୍ଗ ଦ ଟ୍ରି। ଆପଣ ଦେଖିବେ, ଓସ୍ତ ଗଛ ତଳେ ବୁଦ୍ଧ ଏନଲାଇଟମେଣ୍ଟ ପାଇଥିଲେ, ମାନେ ବୋଧିସତ୍ତ୍ୱ ପ୍ରାପ୍ତ ହୋଇଥିଲେ। ଏବଂ ତେଣୁ ସେଠି ଅଶ୍ୱସ୍ଥ ଗଛର ଯେଉଁ ଇମ୍ପୋର୍ଟାନ୍ସ ଅଛି, ଏବଂ ଯଦି ସାଇଣ୍ଟିଫିକ୍ ଆସ୍ପେକ୍ଟରୁ ଦେଖିବା, ତାହେଲେ ଆପଣ ଚିନ୍ତା କରିବେ ଯେ ଗୋଟେ ଅସୁସ୍ଥ ଗଛ ଗୋଟେ ଦିନକୁ 10 ଜଣ ଲୋକ ଯେତିକି ଅକ୍ସିଜେନ୍ ନେଉଛନ୍ତି, ଗୋଟେ ଆଡଲ୍ଟ ମାନେ ପିପଲ୍ ଟ୍ରି ସେଗୁଡ଼ା ସବୁ ପ୍ରୋଭାଇଡ଼ କରୁଛି। ତେଣୁକରି ଡେଫିନେଟଲି ଗୋଟେ ଅସୁସ୍ଥ ଗଛ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏବଂ ଦୈବିକ ଦୃଷ୍ଟିକୋଣ, ଡିଭାଇନ୍ ଆଜ୍ ୱେଲ୍ ଆଜ୍ ସାଇଣ୍ଟିଫିକ୍ ଆସ୍ପେକ୍ଟରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଗଛ ଏବଂ ସବୁଠାରୁ ବେଷ୍ଟ ଗଛ। ତ ସେଇ ଗଛକୁ ଆମେ ପ୍ରାୟ ଗୁରୁତ୍ୱ ଦେଉଛୁ, ସେଇ ଗଛକୁ କେମିତି ରୋପଣ କରିବୁ। ଏବଂ କାଲି ଆମର ଗୋଟେ ଜଣେ ବଡ଼ ଭାଇଙ୍କ ଜନ୍ମଦିନ ଥିଲା ଏବଂ ପୁରାତନ ଛାତ୍ର ସଂସଦ ଜଣେ ଛାତ୍ର, ସେ ତାଙ୍କ ଜନ୍ମଦିନରେ, ଗଗନ ଭାଇ, ତାଙ୍କ ଜନ୍ମଦିନରେ ଆମେ ବୃକ୍ଷରୋପଣ କରିଛୁ। ଧନ୍ୟବାଦ।